ମୋତେ ଦେଖିକି କିଛି ଅଲଗା ଅନୁଭବ କରିପାରୁଛନ୍ତି କି? ମୋ ମୁହଁଟା ବହୁତ ଅଲଗା ଲାଗୁଛି କି ଆପଣମାନଙ୍କୁ? ଆଉ ମୋ ସ୍ୱରଟା ବି ଟିକେ ଅଲଗା ଶୁଭୁଥିବ ବୋଲି ମୁଁ ଭାବୁଛି। କାଲି ଆମେ ସମସ୍ତେ ସୁଲୁରା ଜନ୍ମଦିନ କାମ ସାରିଲା ପରେ ସେ ତ ତା ମାମୁଁ ଘରକୁ ପଳେଇଲା। ଆମେ ସମସ୍ତେ କଦଳୀପତ୍ର ଆଣି ଅରୁଆ ଭାତ ଖାଇଲୁ। ଏମିତି ତ ଆମ ଘରେ ଜନ୍ମଦିନରେ ହୁଏନି କେତେବେଳେ ଆଇଁଷ, ତଥାପି ଯେଉଁ ପଞ୍ଚୁକ ତ ଚାଲିଛି, ଆଉ ଆଇଁଷ କେମିତି ହୁଅନ୍ତା? ଭାତ, ଡାଲମା, ଶାଗ ଭଜା, ଆଳୁ ବାଇଗଣ ଭଜା, କଦଳୀ ଭଜା ଏମିତି ସବୁ ହେଇଥିଲା। ମୁଁ ଟିକେ ଘିଅ ପକେଇକି ମୁଁ କହିଲି ଆଜି ସବୁଦିନଠୁ ମୋତେ ଗଣ୍ଡେ ଅଧିକା ଭାତ ଦେ, ଆଣିକି ବହୁତ କିନା ପେଟେକିରି ଖାଇକି ଟିକେ ଶୋଇପଡ଼ିଲି। ଶୋଇକି ଉଠି ତରବର ହେଇ ହାଟକୁ ଗଲି। ଘରେ ତ ଏଇନା ସାଧା ରୋଷେଇ ଚାଲିଛି। ମୁଁ ଟିକେ ଲାଗେ ଲାଗେ ହାଟକୁ ପଳାଉଛି, କାହିଁକିନା ପରିବା ଆଣିକି ରଖିଲେ ଫ୍ରିଜରେ ରଖିଲେ ବି ବେଳେବେଳେ ସେଗୁଡ଼ା ସଢ଼ି ଯାଉଛି। ମୁଁ ଭାବୁଛି ବୋଧହୁଏ ଯେଉଁ କେମିକାଲ ପ୍ରୟୋଗ କରାଯାଉଛି ଏଇଟା ବୋଧେ ତା'ର ପରିଣତି। ଆଗରୁ ତ ଫ୍ରିଜ୍ ନଥିଲା, ଆମେ ବହୁତ ଦିନ ଲେଖା ପରିବା ରଖୁଥିଲୁ। ସେ ଯାହା ବି ହେଉ, ଦେଖୁଥିବେ କେତେ ଗହଳି ହାଟରେ ଗୋଟେ ଗୋଟେ ଜିନିଷ ଆଣିବା ପାଇଁ 10-15 ମିନିଟ୍ ଛିଡ଼ା ନହେଲେ ଜିନିଷଟି ମିଳୁନି। ଯାହା ବି ହେଉ, ମୁଁ ମୋର କାମ ଛିଣ୍ଡେଇବା ପାଇଁ ଆଜି ବହୁତ ଚଞ୍ଚଳ ହାଟକୁ ଯାଇଥିଲି। ଆପଣମାନେ ଯିଏ ହାଟ କରୁଥିବେ ଜାଣୁଥିବେ, ପ୍ରଥମ ଗଲେ ବହୁତ ଭଲ ଜିନିଷ ମିଳେ, କାହାରି ହାତ ବାଜି ନଥାଏ, ମିଳେ, କିନ୍ତୁ ରେଟ୍ ବି ସେମିତି ଭଲ, ବହୁତ ଚଢ଼ା। ଆଉ ମୁଁ ଠିକ୍ ମଝି ସମୟରେ ଯାଏ, ଏକଦମ ଶେଷକୁ ଯାଏନି କି ଆରମ୍ଭରେ ଯାଏନି। ଆଜି କିନ୍ତୁ ମୁଁ ପୁରା ଆରମ୍ଭରେ ଯାଇଥିଲି। ଆଉ ହାଟରେ ମୋତେ ସେତେ ଝକବକ କରିବାକୁ ଇଚ୍ଛା ହୁଏନି। କେତେ ପଇସା ବା କମ୍ ବେଶୀ କରିବେ, ସବୁ ତ ରେଟ୍ ବଢ଼ୁଛି। ଆଉ ଏଇ ପରିବା ରେଟ୍ରେ କାଟିଦେଲେ କ'ଣ ଆମ ଖର୍ଚ୍ଚ କମିଯିବ? ଆଉ କେତେ ଗୁଡ଼ିଏ ଚିହ୍ନା ଦୋକାନ ହେଇଗଲାଣି, ମୁଁ ସେଇଠୁ ଆଣେ। ସେମାନେ ମନକୁ କ'ଣ ଟିକେ ପକେଇ ଦିଅନ୍ତି, କେତେବେଳେ ଧନିଆ ପତ୍ର, ଏବେ ତ ଦେବେନି ଧନିଆ ପତ୍ର, ରେଟ୍ ଅଛି। ଲଙ୍କା ବି ରେଟ୍ ଅଛି, ଲେବୁଟେ କି ଲଙ୍କାଟେ କି କ'ଣ ଟିକେ ପକେଇ ଦିଅନ୍ତି। ଆଉ ତେଣୁକରି ସେ ଚିହ୍ନା ଦୋକାନ ଗୁଡ଼ାକରୁ ହିଁ ମୁଁ ଆଣିଥାଏ। ସେମିତି କରିସାରିକିରି ହାଟ ସାରି ଦେଇକି ମୁଁ ମୋର ଆସିଲି। ଆସିକି ଏସବୁ ତରବରା ହେବାର କାରଣ ଟିକେ ଅଲଗା ଥିଲା। ହାଟ ସାରି ଦେଇକି ମୁଁ ଆଇଲି, ଟିକେ କାନ୍ଧିଆ ନେଇ ଆଇଲି, ଲେମ୍ବୁ ନେଇ ଆଇଲି। ଏସବୁ ଆଣିକି ପଞ୍ଚୁକଟା ଆଉ 2 ଦିନ କେମିତି ଭଲରେ ଘରେ କଟିଯିବ, ସେଥିପାଇଁ ସବୁ ବୋହୂକୁ ଦେଇକି ମୁଁ କେମିତି ମୋ କାମରେ ବାହାରିଯିବି ସେଇ କଥା ପାଇଁ ତରତର ଥିଲି। ଆଳୁ ତ ନହେଲେ ଆଜିକାଲି ଚଳୁନି। ଆଜିକାଲି ପିଲା ତ ପ୍ରାୟ ଆଳୁ ସିଝା, ଡାଲି ଏଇଗୁଡ଼ା ସବୁ ହିଁ ଖାଉଛନ୍ତି। ପରିବା ପ୍ରାୟ ପିଲା ଖାଉନାହାନ୍ତି। ବାହାରେ ତ କୌଣସି ପରିବାର ଆଉ ଟେଷ୍ଟ ନାହିଁ, କେବଳ ମସଲାର ଟେଷ୍ଟ। ଯାହା ବି ହେଉ, ଦୁନିଆ ଚାଲିଛି, ଚାଲିବ। ଯେତେବେଳେ ଯେମିତି ପରିବର୍ତ୍ତନ ହେବା କଥା ହେବ, ସେଥିରୁ କ'ଣ ମିଳେ? ମୁଁ ତ ଆଜି ବଡ଼ ଟେନସନିଆ। ଆସିକିରି ଖାଇବାକୁ ମାଗିଲି, ମୋତେ କହୁଥିଲା ଡାଲମା ଆଉ ଇଡ଼ଲି ଖାଅ। ମୁଁ କହିଲି ନାଇଁ, ଟିକେ କ୍ଷୀର ଦେଇଦେ। ମୁଁ କ୍ଷୀର ଇଡ଼ଲି ଖାଇଦେଇକି ବାହାରିଲା ବେଳକୁ ମୋର ମନେ ପଡ଼ିଲା, ଆରେ ସେ ଚଉକିରେ ବସିଲେ ଗଣ୍ଠିଟାରେ ମୁଁ ଗୋଟେ କଣ୍ଟା ମାରିଥାଏ, ତ ସେ ଚଉକିରେ ବସିଲେ ଗଣ୍ଠିଟା କାଟିବ। ସେଇଠୁ ଇଡ଼ଲି ଆଉ କ୍ଷୀର ଖାଇ ଦେଇକି ମୁଁ ଗଲି। ଯାଇକି ଟିକେ ମୁଣ୍ଡ କୁଣ୍ଡେଇକିରି ଭାବିଲି ଗୋଟେ ବେଣୀ ପକେଇଦେବି ଯେ ସୁବିଧା ହେବ। ଏଠୁ ଖାଇକି ଯାଇ ମୁଣ୍ଡ କୁଣ୍ଡେଇକି ବେଣୀ ପକେଇଲା ବେଳକୁ ମୋର ପୁଣି କେତେ ପୁରୁଣା କଥା ମନେ ପଡ଼ିଲା। ଆଜିକାଲି ପିଲାମାନେ କେତେ ଢଙ୍ଗରେ ମୁଣ୍ଡ କୁଣ୍ଡଉଛନ୍ତି, କିନ୍ତୁ ଆମ ବେଳେ ଯେଉଁ ବେଣୀ ପକାଉଥିଲେ ଆଜିକାଲି ଜଣ ଜଣଙ୍କୁ ବି ଆସୁନି। ଆମେ ଗୋଟିକିଆ ବେଣୀ, ଯୋଡ଼ା ବେଣୀ, ଛନ୍ଦା ବେଣୀ, ଖଜୁରୀ ବେଣୀ, ଚାଟିକିଆ ବେଣୀ ଏମିତି ସବୁ କରୁଥିଲୁ। ଆଉ ରହନ୍ତୁ, ଯଦି ଆପଣମାନେ କହିବେ, ମୁଁ କେତେବେଳେ ଗୋଟେ ସେ ଆମ ବେଳର ବେଣୀ ଖୋସା ସବୁ କରିକି ଦେଖେଇବେ। ଆମେ ନିଜ ନିଜ ଭିତରେ ଘରେ କରୁଥିଲୁ। ଆମେ ଗୋଟେ ଖୋସାଟେ ପାରିବାକୁ, ଶାଢ଼ୀଟେ ପିନ୍ଧିବାକୁ ଯାଉଥିଲୁ ପାର୍ଲର। ସମୟ ସାଙ୍ଗରେ ସବୁକିଛି ଚାଲିଛି। ଆମେ ପୁରୁଣା ଲୋକ, ଆମର ସେ ପୁରୁଣା କଥା ମନେ ପଡ଼ୁଛି, ସେଥିପାଇଁ କହିଦେଲି। ମୁଁ ବେଣୀ ପାରି ଦେଇ ପହଞ୍ଚିଗଲି ମୋର ଲକ୍ଷ୍ୟସ୍ଥଳରେ। ସେଦିନ ଯାଇକି ଦାନ୍ତ ଦେଖେଇକି ମୁଁ ଆସିଥିଲି। ମୁଁ ଟାଳି ଟୁଳିକି ଗୁଡ଼ାଏ ଦିନ ହେଲା ରହିଲିଣି। ମୋ ଜୀବନରେ ଯଦି ମୁଁ ସବୁଠୁ ବେଶୀ ଶାରୀରିକ କଷ୍ଟ କେଉଁଠି ପାଇଛି, ତାହେଲେ ସେଇଟା ଦାନ୍ତ ପାଇଁ। ଅବଶ୍ୟ ମୁଁ ଛୁଆବେଳେ ବହୁତ ଦିନ ଡେରି ଯାଏ ମାଆ କ୍ଷୀର ଖାଇଥିଲି, ଆଉ ଅମୁଲ ବହୁତ ଚୋରେଇକିରି ଖାଇଥିଲି। ବୋଧେ ସେଇ ସବୁର ପରିଣତି ମୋତେ ଜୀବନ ସାରା ଭୋଗିବାକୁ ପଡ଼ୁଛି। ମୋର ପ୍ରଥମ ଦାନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା ସେତେବେଳେ ବାହାରୁ, ମାନେ ଫରେନ୍ରୁ ଆସିଥିବା କିଛି ଡାକ୍ତର ବିଭିନ୍ନ ଜାଗାରେ କ୍ୟାମ୍ପ କରିକି ଦାନ୍ତ ଫିଲିଂ କରୁଥିଲେ। ମୋର 4ଟା ଦାନ୍ତରେ ରୂପା ଭର୍ତ୍ତି କରିକି ଫିଲିଂ କରାହେଇଥିଲା ଯେତେବେଳେ ମୋର ବୟସ 6 ବର୍ଷ ହୋଇଥିଲା। ଯେତେବେଳେ ମୋତେ 14-15 ବର୍ଷ ହୋଇଥିଲା, ମୋର ଏତେ ଦାନ୍ତ କଷ୍ଟ ବଢ଼ିଲା ଯେ ଜଣେ ନେପାଳୀ ବୁଢ଼ା ଆସିକି ଆମ ଘରେ ଦାନ୍ତ ଭଲ କରିଦେବେ ବୋଲି ମୋର ଗୋଟେ ଆଙ୍ଗୁଳି ପୋଡ଼ି ଦେଇଥିଲେ। ବାପା କେମିତି ବିଶ୍ୱାସ କଲେ ମୁଁ ଏବେ ଦିନେ ଦିନେ ଭାବେ।
ବାପା ଥିଲେ ତ ପଚାରିଥାନ୍ତି ମୋ ବୁଦ୍ଧି ମାନେ ସେ କଥା ପ୍ରଶ୍ନ କରିବା କଥା ଭାବିଲା ବେଳକୁ ମୋ ବାପା ନଥିଲେ। ବୋଉ କହେ ବାପା ଭାବିଲେ ଯେ କିଛି ଗୋଟେ ନର୍ଭ ସିଷ୍ଟମ୍ରୁ ଏଇଟା ବୋଧେ ସଫଳ ହେବ। ତେ ମୋ ବାଁ ହାତ କାଣି ଆଙ୍ଗୁଳିଟା ପୋଡ଼ି ଦିଆଯାଇଥିଲା, ଆଜି ପର୍ଯ୍ୟନ୍ତ ବି ସେ ଚିହ୍ନ ଅଛି। ତାପରେ ବି ମୋର ଦାନ୍ତ କଷ୍ଟ ଗଲାନି। ମଝିରେ ମଝିରେ ସବୁବେଳେ ମୁଁ ଦାନ୍ତ ଓପାଡ଼େ, କିନ୍ତୁ ଜୀବନରେ କେବେ ବି ମୁଁ ଏକକାଳୀନ 3ଟା ଦାନ୍ତ ଓପାଡ଼ି ନଥିଲି। ସେ ଆମର କଳିଙ୍ଗ ବିହାର ପାଖରେ ହିଁ ଏବେ ସବୁକିଛି ସୁବିଧା ହେଲାଣି। ଗୋଟେ ଦାନ୍ତ ଚିକିତ୍ସାଳୟ ବି ଖୋଲିଛି। ଆଉ ଏଠି ଥିବା ଯୁବ ଡାକ୍ତରମାନେ ଖୁବ୍ ସୁନ୍ଦର ବ୍ୟବହାର ଆଉ ବହୁତ ସାବଧାନତାର ସହିତ, ଅବଶ୍ୟ ସେ ଇଏ ତ ଦିଆହେଇଥିଲା, କଷ୍ଟ ହେଲାନି, ହେଲେ ବି ତାଙ୍କର ଯେଉଁ ଆଚରଣ ମୋତେ ବହୁତ ଭଲ ଲାଗିଲା। ତେଣୁ ମୁଁ ଭାବିଛି ମୋର ପରବର୍ତ୍ତୀ ଦାନ୍ତ କାମ ମୁଁ ଏଇଠି ହିଁ କରିବି। ବହୁତ ଥର ତ ଦାନ୍ତ କାମ କରିଥିଲି, ସେ ଚାଇନିଜ୍ମାନଙ୍କ ପାଖରେ ଦାନ୍ତ ଓପାଡ଼ିଥିଲି ଆଉ ଉଠା ପକା ଦାନ୍ତ ଲଗେଇଥିଲି। ତାପରେ ସେ ଚାଇନିଜ୍ ଯେଉଁ ଆମର ସେ କି ଛକଟା ମୋର ମନେ ପଡ଼ୁନି, ମୋ ଏଇ ରାଜମହଲ ଛକ, ଏବେ କ'ଣ ତାଙ୍କର ବନ୍ଦ ହେଇଗଲା। ମୁଁ ଆଉ ଜଣେ ନୂଆ ଡେଣ୍ଟିଷ୍ଟଙ୍କ ପାଖକୁ 5-6 ବର୍ଷ ତଳେ ଗଲି। ମୁଁ ଯାହା କାମ କଲି, ଯାହା ଖର୍ଚ୍ଚ କରିଥିଲି, ଯେତିକି କଷ୍ଟ ପାଇଥିଲି, ସେ ସବୁ ମୋର ବେକାର ହେଲା ବୋଲି ମୋତେ ଲାଗିଲା। ସେଇଠୁ ମନେ ମନେ ଭାବିଲି ମୋତେ ତ 60 ବର୍ଷ ହେଲାଣି, ଆଉ ସେ ଦାନ୍ତ ତାର ମନକୁ ମନ ପଡ଼ୁ ଭାଙ୍ଗୁ, ମୁଁ ଆଉ ସେଗୁଡ଼ାକ କରିପାରିବିନି। ଖର୍ଚ୍ଚ ତ ଖର୍ଚ୍ଚ, ଯାହା ବହୁତ କଷ୍ଟ। ତ ଦେଖୁନାହାନ୍ତି କେମିତି ହଲେଇ ହଲେଇ ତାକୁ ତାଡ଼ୁଛନ୍ତି। ଆନେସ୍ଥେସିଆ ଦିଆହେଇଛି, କଷ୍ଟ ସିନା ହେଉନି, ଗୋଟେ ଯେଉଁ ଅନୁଭବଟା ମୋତେ ତ ଆଜି ବହୁତ କାହିଁକି ଡର ଲାଗିଲା। ମୁଁ ଆଶ୍ଚର୍ଯ୍ୟ ହେଲି। ଅବଶ୍ୟ ମୁଁ ଉଆ ହୁଏନି କେତେବେଳେ ବି, ଯାହା ହେଲେ ବି ମୁଁ ଭାବେ ଯେ ଉଆ ହେଲେ କ'ଣ ରୋଗ କଷ୍ଟ କମିବ କି? ବରଂ ମନ ଟାଣ କରି ସମ୍ଭାଳି ନେଇଯିବାଟା ଭଲ। ତଥାପି ସେ ଯେଉଁ ଭିଡ଼ା ଟଣା, ସେ ତ ଯାହା କଷ୍ଟ ହେଲା। ତାପରେ ପଛକୁ ପୁଣି ପଡ଼ିଲା ଷ୍ଟିଚ୍, ଯେଉଁଥିପାଇଁ କି ମୁଁ ଆଜି ବି କିଛି ଖାଇନି। ମୋତେ କହିଛନ୍ତି ଥଣ୍ଡା ଆଉ ନରମ ଜିନିଷ ଖାଇବ, କାହିଁ ଅମାନ୍ୟ କରିବି। ମୁଁ ତ ଭାତ ପ୍ରିୟ ନୁହେଁ, ସେ ମିଠା ପ୍ରିୟର ତ ଫଳ ଭୋଗୁଛି। ଆଜି ବି ଶିଶୁ ଦିବସଟା, ପିଲାମାନେ ସବୁ ସ୍କୁଲ ପଳେଇଛନ୍ତି। ଭାବିଲି ବେକାର ବସିଲେ କଷ୍ଟ ବେଶୀ ବଢ଼ିବ। ଯେ ମୁଁ ବି ଜାଣିନଥିଲି ଭିଡ଼ିଓ ଗୁଡ଼ାକ ପୁଅ କରିଛି ବୋଲି। ସେ କହିଲା ଦେଖେ ତୋ ଦାନ୍ତ କାମ କେମିତି ହେଉଥିଲା। ମୁଁ ଅବଶ୍ୟ କହିଥିଲି, ଯେହେତୁ ଭିଡ଼ିଓ କରୁଛି, ମୁଁ ଯେ ଭିଡ଼ିଓ କରିବାକୁ କହିନଥିଲି ସେ କଥା ନୁହେଁ, ସେ ଏତେ ଡିଟେଲ୍ କରିଛି ବୋଲି ମୁଁ ଜାଣିନଥିଲି। ସବୁ ବି ଥିଲା। ମୁଁ କହିଲି ଆପଣମାନେ ବି ଦେଖନ୍ତୁ କାଲି ମୋ ଦାନ୍ତ ସାଙ୍ଗରେ କେମିତି କସରତ ଚାଲିଥିଲା ଆଉ ମୋତେ କେତେ କଷ୍ଟ ଭୋଗିବାକୁ ପଡ଼ିଲା। ଷ୍ଟିଚ୍ ବି ପଡ଼ିଛି। ଆଉ ସନ୍ଧ୍ୟାବେଳକୁ ଭାବୁଛି ପିଲାମାନେ ସ୍କୁଲରେ ଯାହା କରିଛନ୍ତି ସେ ଗୋଟେ ଭିଡ଼ିଓ କରିବି। ମୁଁ ତ ଚଳପ୍ରଚଳ ହେଇପାରୁଛି, ସକାଳୁ ବେଶୀ ଭୋରୁ ନ ଉଠିଲେ ବି ଉଠିକି ମୋର ଯାହା ଯେମିତି ନିତ୍ୟକର୍ମ ବି ମୁଁ କରିଛି। ଆଉ ମୋ ଦାନ୍ତ ପରବର୍ତ୍ତୀ କ'ଣ ହେବ ସେ ଯାହା 21 ଦିନ ପରେ ନିର୍ଣ୍ଣୟ କରାଯିବ। ତେଣୁ ମୁଁ ଏମିତି ଖୋଲା ଦାନ୍ତରେ ମୋତେ ସବୁ କାମ କରିବାକୁ ପଡ଼ିବ, ସବୁଆଡ଼େ ଯିବାକୁ ପଡ଼ିବ। ଏଥିରେ ମୁଁ କେଉଁଥିରେ ବି ଆଉ ପ୍ରତିବନ୍ଧକ ନ କରିକି ମୋର ଦୈନନ୍ଦିନ କାର୍ଯ୍ୟକଳାପ ଚଲେଇବାକୁ ଲାଗିଲି। ଗତକାଲି ଯେତେବେଳେ ମୁଁ ଆସିଲି, ମୁଁ ତ ଘରେ ସବୁବେଳେ ଏପଟ ସେପଟ ହେଉଥାଏ, କଥାବାର୍ତ୍ତା କରୁଥାଏ। ମୁଁ ଯେତେବେଳେ ଦାନ୍ତ କାମ ସାରିକି ଘରକୁ ଆସିଲି, ଆମ ଘରେ କେବଳ ନିଣ୍ଟୁ ନିଣ୍ଟି ଥିଲେ। ପୁଅ ମୋତେ ଛାଡ଼ିଦେଇ ସାଙ୍ଗେ ସାଙ୍ଗେ ପଳେଇଲା କ'ଣ ଆଇସ୍କ୍ରିମ୍ ଆଉ ଔଷଧ କିଣିବ ବୋଲି। ଆଉ ଦୀପକ ତାଙ୍କ ଅଫିସ୍ କାମ ସାରି ଆସିନଥିଲେ। ତାପରେ ସମସ୍ତେ ଆସି ପହଞ୍ଚିଲେ। ମୁଁ ଆଉ ଟିକେ ମୋ ମୁହଁଟାକୁ ଟିକେ ଦର୍ପଣରେ ଦେଖିଲି, ଭାରି ବିକୃତିଆ ଦେଖାହେଉଥିଲା। ଛୁଆଗୁଡ଼ା ଏଇ ମୁହଁଟାକୁ ବୋଧେ ମୋଟେ ଗ୍ରହଣ କରିପାରିଲେନି, ମୋ ପାଖରେ ବସି ଖାଲି ଗୁଲୁରୁ ଗାଲୁରୁ ହେଲେ। ତାପରେ କୁନି ଯେତେ ଯିଏ ଆମ ଘରକୁ ଆସିଲେ, କୁନି ଖାଲି ସମସ୍ତଙ୍କୁ ବଡ଼ ବଡ଼ ଆଖି କରି କହିଲା ଡାକ୍ତର ବୋଉର ଦାନ୍ତ ଭାଙ୍ଗିଦେଲେ, ବୋଉକୁ ଇଞ୍ଜେକ୍ସନ୍ ଫୋଡ଼ିଦେଲେ। ଏମିତି କହିଲେ। ଗଲା କାଲିଟା ସେମିତି ସେମିତି ବିତିଗଲା। ଆଜି ସକାଳୁ ପୁଣି ସିଏ କହିଥିଲେ ମୋତେ ଘଣ୍ଟାଏ ପରେ ଯାଇ ଯାହା ଔଷଧପତ୍ର ଖାଇବ। ଠିକ୍ ଘଣ୍ଟେ ହେଲା ବେଳକୁ ମୋର ବି ଧକ ଧକ ଆରମ୍ଭ ହୋଇଗଲା। ମୁଁ ସେଠୁ ପିଲାଙ୍କୁ ସବୁ ମୋ ପାଖରୁ ତଡ଼ିଦେଲି। ଘଣ୍ଟାଏ ପରେ ପିଲାମାନେ ଯେତେବେଳେ ଔଷଧପତ୍ର ଧରିକି ଆସିଲେ, ମୁଁ ଏଇ ଭିଡ଼ିଓଟା ବି ଆଗରୁ ଥରେ କରିଥିଲି, ଆପଣମାନଙ୍କୁ ଦେଖେଇଥିଲି ଯେ ଏବେ ବଢ଼ିଆ ମାରି ଦେଉଛନ୍ତି ଷ୍ଟିକର୍। ମୋର ଅବଶ୍ୟ ଜାଣିବା ଡେରି ହେଲା। ସେ ଷ୍ଟିକର୍ ମାରି ଦେଇଥିଲେ। ମୁଁ କେହି ନିକିମା ହୁଅନି, ଯାଅ, ମୁଁ ତ ସେମିତି କିଛି ଗୋଟେ ହେଇନି। ମୁଁ ସବୁ ଔଷଧପତ୍ର ଦେଖିକି ଖାଇ ଖୁଇକି ରାତିରେ ଶୋଇଲି। ସବୁ ଔଷଧ ଦେହରେ ଷ୍ଟିକର୍ ମରା ହେଇଛି। ଗୋଟେ ଆଇସ୍କ୍ରିମ୍ ବି ଖାଇଲି। ପିଲାମାନେ ଆଇସ୍କ୍ରିମ୍ ମାଗିଲେ ରାତିରେ, ତାଙ୍କୁ ଦୁନିଆ ମିଛ ସତ କହିକି ସେତେବେଳକୁ 9:30 10ଟା ହେଲାଣି। ମୁଁ 7:30ରେ ଘରୁ ଗଲି। ମୋର ପ୍ରାୟ 45 ମିନିଟ୍ ଖଣ୍ଡେ ଲାଗିଲା କାମ। ଆସିକି ଶୋଇପଡ଼ିଲି। ମୁଁ ରାତିରେ ସେଇଥିପାଇଁ ହିଁ ଉପାଡ଼ିଥିଲି ଯେ ମୁଁ ଔଷଧପତ୍ର ଖାଇବି, ଗୋଟାଏ ନିଦ ଶୋଇପଡ଼ିଲେ ଗୁଡ଼ାଏ ସମୟ ବିତିଯିବ। ଆଉ ସମୟଟା ଅତିକ୍ରାନ୍ତ ହୋଇଗଲେ କଷ୍ଟଟା ବି ମନକୁ ମନ କମିଯିବ।
ଆଜି ସକାଳୁ ଉଠି କିଛି ଭଲ ଲାଗୁନି, ଏପଟ ସେପଟ ହେଉଛି। ଏଇଥିରୁ ଭାବିଲି ଏଇସବୁ ଦେଖିଲି ଯେମିତି ଏତେ ଗୁଡ଼ିଏ ଭିଡ଼ିଓ ପୁଅ କରିଛି, ମୁଁ ଦେଖେ ସମସ୍ତେ ଦେଖିଲେ ଟିକେ ଜାଣିବେ କେତେ କଷ୍ଟ ହେଉଛି। ପିଲାମାନେ ଅନ୍ତତଃ ଦେଖିଲେ ଟିକେ ସଚେତନ ହେବେ। ମିଠା ଖାଆନ୍ତୁ, କିନ୍ତୁ ପ୍ରତିଥର ମିଠା ଖାଇସାରିଲା ପରେ କୁଳୁକୁଚା କରନ୍ତୁ। 2 ଓଳି ଦାନ୍ତ ଘଷନ୍ତୁ, ଦାନ୍ତକୁ ସଫା ରଖନ୍ତୁ। ମୁଁ ତ କହିସାରିଛି ଯେ ମୋ ଜୀବନରେ ଯଦି ମୁଁ କିଛି ଶାରୀରିକ କଷ୍ଟ ଭୋଗୁଥାଏ ତାହେଲେ ଦାନ୍ତ ପାଇଁ ହିଁ ଭୋଗୁଛି। ଆପଣମାନଙ୍କୁ କାହାକୁ ଏ କଷ୍ଟ ନ ହେଉ, କେହି ଏମିତି କଷ୍ଟ ନ ପାଆନ୍ତୁ। ନିଜର ଦାନ୍ତକୁ ଶକ୍ତ କରିବା ପାଇଁ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ, ଆଉ ଦାନ୍ତକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଏ ଭିଡ଼ିଓ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସେଇଟା। ଆଉ ଆପଣମାନେ କିଏ ଦାନ୍ତ କଷ୍ଟ ଭୋଗୁଛନ୍ତି ବା ଆଉ କିଛି ଯଦି ଜାଣିଛନ୍ତି ଦାନ୍ତକୁ ସୁରକ୍ଷିତ ରଖିବା ପାଇଁ, ତାହେଲେ ମତାମତ ଦେଲେ ଆମେ ସମସ୍ତେ ତା ଦ୍ୱାରା ଉପକୃତ ହୋଇପାରିବା। ଆଉ ଆପଣମାନଙ୍କର ସ୍ନେହ ଶୁଭେଚ୍ଛାରେ ମୁଁ ଖୁବ୍ ଶୀଘ୍ର ପୁଣି ଠିକ୍ଠାକ୍ ହେଇଯିବି। ଏମିତି ତ ଖଟ ଉପରେ ବସିଛି। ସକାଳୁ କ୍ଷୀର ପାଉଁରୁଟି ଖାଇଥିଲି, ବୋହୂ ଟିକେ ଆଣିକି ଜୁସ୍ ଦେଲା ପିଇଛି। ଭିଡ଼ିଓଟିକୁ ସେଇଠି ବସି ବସି ଯୋଡ଼ି ଜାଡ଼ିକି ଯାହା ଯେମିତି କଷ୍ଟେ ମଷ୍ଟେ ଡବିଂ କରିଦେଲି। ମୁଁ କହିଲି ନାହିଁ ମାମୁଁ କଣା ମାମୁଁ ଭଲ ନ୍ୟାୟରେ ଭିଡ଼ିଓଟି ଆପଣମାନଙ୍କ ସହିତ ସେୟାର କଲି। କେମିତି ଲାଗିଲା ମତାମତ ଦେବେ। ଆଉ ସୁଲୁ ତ ତା ମାମୁଁ ଘରେ, ଗୁଟୁ ଆଜି ସ୍କୁଲ ଯାଇନି, ତା ଦେହ ଟିକେ ଭଲ ନାହିଁ, ସେ ମୋ ପାଖେ ଅଛି। ନିଣ୍ଟୁ ନିଣ୍ଟି ସ୍କୁଲ ଯାଇଛନ୍ତି। ଉପରଓଳିକି ସେ ଫେରିଲେ। ସ୍କୁଲରେ କ'ଣ ସେଲିବ୍ରେସନ୍ କଲେ ଆଜି ନଭେମ୍ବର 14, ସେ କଥା ଯଦି ସେମିତି ଗୋଟେ ଭଲ ମାନେ ଆପଣଙ୍କୁ ଜଣାଇବା ଯୋଗ୍ୟ ହୋଇଥିବ ନିଶ୍ଚୟ ଜଣାଇବି। ଆଉ ଆଶା ରଖୁଛି ଯେ ଦାନ୍ତ ସମ୍ପର୍କରେ ଯିଏ ଯାହା ଜାଣିଥିବେ ମତାମତ ଦେଇ